ହେଲାଣି ଟମାଟୋ ଚୁଡ଼ି ପଡ଼ିବ ନା କଣ ହେଲେ ମୋ ଘର ମାନିବ ଏ ଯାଏ ବେପାର ସରିବ ବେପାର ସାରିବ ଭାଗବତ ଗୋସାଇ ମନ୍ଦିର ଗଡ଼ାକୁ ଯିବ ମୁଣ୍ଡିଆଟିଏ ମାରିବ ତାପରେ ଯାଇ ଆସିବ ନା ଚୈତି 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 पाठ दिया पढ़ी तो गोटे कहला बेले पाठ पढ़ जुक्ति करुछि हेलो ए आमे परा अछुआ अत्यात्या मनीष मदिरे फुइले पाप लागिबो भागवत बसी अभिशाप देबे अटा साथे मदिर प्रतिष्ठा करिबे हमकु एक भइला करी निया पड़ी अटक रखिबे आलो मदिरे फुइले मदिर अपवित्र होइबो आमे जे मदिर
ଛୁଇଁଲେ ମନ୍ଦିର ଅପବିତ୍ର ହେଇଯିବ। ତାହେଲେ ମହାପ୍ରଭୁ ଜଗନ୍ନାଥ ଦାସିଆ ବଳି ହାତରୁ ନଡ଼ିଆ ନେଇଥିଲେ କେମିତି? ଭକ୍ତ ତେଲବେଗ ପାଇଁ। ନନ୍ଦୀ ଗୋଟେ ରଥଟା ଅଟକି ଗଲା କଣ ପାଇଁ? ଆମ ମହାପ୍ରଭୁ ଜଗନ୍ନାଥ ହଉଛନ୍ତି ଭକ୍ତର ଭଗବାନ। ତାଙ୍କ ପାଖରେ ଚୂନ ଅଛୁନ କିଛି ନଥାଏ। ତୋତେ ମୁଁ ହାତ ଯୋଡୁଛି ଲୋ। ତୋତେ ମୁଁ ଯୁକ୍ତିରେ ପାରିବିନି। ମେଘ ଘଡଘଡି ଆସିଲାଣି। ଚାଲ ଆମେ ପଳେଇଯିବା। ନାଇଁ ମୁଁ ଘରକୁ ଯିବିନି, ମନ୍ଦିରକୁ ଯିବି, ଭାଗବତ ଗୋସାଇଙ୍କୁ ମନ କଥା ଜଣେଇବି, ତାପରେ ଯାଇଯିବି ନା। ଆଉ କି ମନ କଥା ଜଣେଇବୁ ଲୋ? କେତେ ଓଷା କେତେ ବ୍ରତ କଲୁ, କେତେ ବଡ ବଡ ଡାକ୍ତରଙ୍କୁ ଦେଖେଇଲେ, ନାହକ ପଣ୍ଡିତ ସମସ୍ତେ ଆମ ଜାତକ ଦେଖି କହିଲେ ସମସ୍ତଙ୍କ ମନରେ ସେ ଗୋଟିଏ କଥା, ଆମେ ବାପା ମା ଡାକ ଶୁଣି ପାରିବାନି। ଯେତେ ଦିନ ଯାଏ ହାତ ଗୋଡ଼ ଚାଲୁଥିବ ଏ ପୁରା ବଂଶିଆ ଦେଖି ଚଳିଯିବା। ଆଉ ଯୋଉଦିନ ହାତ ବନ୍ଦ ହେଇଯିବ ଆମ ଚିନୁଟା ଆମର ସେବା କରିବ। ଆମେ ବୋଲେ କାନ୍ଧରେ ବୋଇ ମଶାଳିକି ନବ, ଆମ ମୁହଁରେ ଟିକେ ନିଆଁ ଦବ। ତମେ ସିନା ଆଶା ଛାଡ଼ି ସାରିଲଣି, ମୋର କିନ୍ତୁ ଭାଗବତ ଗୋସାଇଙ୍କ ଉପରେ ଏବେ ବି ବିଶ୍ୱାସ ଅଛି। ତମେ ଦେଖିବ ସେ ମୋ ଡାକ ନିଶ୍ଚୟ ଶୁଣିବେ, ଆଉ ମୋ ବେଳକୁ ପୁରେଇ ଦେବେ। କରଲେ କାହାକି ହୋଇବ ଧରଲେ। ହଉ ହେଲା, তোর যদি ভাগবত গোসাই উপরে প্রগাঢ় বিশ্বাস আছে তাহলে এইটি মুড়িয়া মারি ভাগবত গোসাইকে ডাক। ମୁଁ ଦେଖିବି ଭାଗବତ ଗୋସାଇ କେମିତି ତ ଡାକ ଶୁଣୁଛନ୍ତି। ଡାକ। হে ভাগবত গোসাই, এই জয়তে জয় কামর ভক্তরে তোমাকে ভক্তি করুন। তুমি মতো অনিশ্চয় শুনিব প্রভু, ও তোমাকে এইটি মুন্ডিয়া মারো। ମତେ ଲାଗୁଛି ମନ୍ଦିର